का क्या कहना। ओम शांति। 10 जनवरी 25 मधुर महावाक्य। मिठे बाबा कहे मिठे बच्चे, बाबा तुमको ज्ञान जोगर पुष्टिकर खाद्य खुआई तुम मानकर अति श्रेष्ठ आतिथ्य करुछंती। तेणु तुमे माने सर्वदा खुश मौजरे रुह एवं श्रीमत अनुसारे समस्तंकर एइभଳି आतिथ्य करि चाल। प्रश्न, ଏହି ସଂଗମ ଯୁଗରେ ତୁମ ପାଖରେ ସବୁଠାରୁ ଅମୂଲ୍ୟ ଜିନିଷ କ'ଣ ରହିଛି ଯାହାର ଯତ୍ନ ନେବାକୁ ହେବ? ଉତ୍ତର, ଏହି ସର୍ବୋତ୍ତମ ବ୍ରାହ୍ମଣ କୂଳରେ ତୁମର ଏହି ଜୀବନ ହିଁ ବହୁତ ଅମୂଲ୍ୟ ଅଟେ। ସେଥିପାଇଁ ଶରୀରର ଯତ୍ନ ନିଶ୍ଚିନ୍ତ ନେବାକୁ ପଡ଼ିବ। ଏପରି ନୁହେଁ କି ଏହା ତ ମାଟିର ପିତୁଳା ଅଟେ, ତେଣୁ ଏହା ନଷ୍ଟ ହେଲେ ହେଉନା, ଏହାକୁ ବଞ୍ଚେଇ ରଖିବାକୁ ହେବ। ଯଦି କେହି ରୋଗରେ ପଡ଼ିଯାଆନ୍ତି ତେବେ ତାଙ୍କ ଉପରେ ବିରକ୍ତ ହେବା ଅନୁଚିତ। ତାଙ୍କୁ କୁହ ତୁମେ ଶିବ ବାବାଙ୍କୁ ମନେ ପକାଅ। ଯେତେ ଯେତେ ସ୍ମରଣ କରିବ ସେତେ ସେତେ ତୁମର ପାପ କଟି ଚାଲିବ। ଏହିଭଳି ଭାବେ ତାଙ୍କର ସେବା କରିବା ଦରକାର, ଯାହାଦ୍ୱାରା କି ବଞ୍ଚି ରୁହନ୍ତୁ ଏବଂ ଶିବ ବାବାଙ୍କୁ ସ୍ମରଣ କରୁଥାନ୍ତୁ। ଓମ୍ ଶାନ୍ତି। ଜ୍ଞାନର ତୃତୀୟ ନେତ୍ର ଦେଇଥିବା ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ଜ୍ଞାନର ତୃତୀୟ ନେତ୍ର ବାବାଙ୍କ ବିନା ଅନ୍ୟ କେହି ଦେଇପାରିବେ ନାହିଁ। ଏବେ ତୁମେ ସନ୍ତାନମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି। ଏବେ ତୁମେ ସନ୍ତାନମାନେ ଜାଣୁଛ ଯେ ଏହି ପୁରୁଣା ଦୁନିଆ ବଦଳିବାର ଅଛି। ବିଚରା ମନୁଷ୍ୟମାନେ ଜାଣିନାହାନ୍ତି କି କିଏ ବଦଳାଇବେ ଏବଂ କିପରି ବଦଳାଇବେ, କାହିଁକି ନା ତାଙ୍କ ପାଖରେ ଜ୍ଞାନର ତୃତୀୟ ନେତ୍ର ହିଁ ନାହିଁ। ତୁମ ସନ୍ତାନମାନଙ୍କୁ ଏବେ ତୃତୀୟ ନେତ୍ର ମିଳିଛି, ଯାହାଦ୍ୱାରା ତୁମେ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଗଲଣି। ଏହା ହେଉଛି ଜ୍ଞାନର ସାକ୍ରିନ। ସାକ୍ରିନର ଗୋଟିଏ ବୁନ୍ଦା ମଧ୍ୟ କେତେ ମିଠା ହୋଇଥାଏ। ଜ୍ଞାନର ଏକମାତ୍ର ଅକ୍ଷର ହେଉଛି ମନମନା ଭାବ। ଏହି ଅକ୍ଷର କେତେ ମିଠା ଅଟେ। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ବାବା ଶାନ୍ତିଧାମ ଏବଂ ସୁଖଧାମର ରାସ୍ତା ବତାଉଛନ୍ତି। ବାବା ଆସିଛନ୍ତି ପିଲାମାନଙ୍କୁ ସ୍ୱର୍ଗର ସମ୍ପତ୍ତି ଦେବା ପାଇଁ। ତେଣୁ ପିଲାମାନେ କେତେ ଖୁସିରେ ରହିବା ଉଚିତ। କୁହାଯାଏ ମଧ୍ୟ ଖୁସି ପରି ଖୁରାକ ଅର୍ଥାତ୍ ଭୋଜନ ନାହିଁ। ଯିଏ ସର୍ବଦା ଖୁସି ମଉଜରେ ରହିଥାନ୍ତି ତାଙ୍କ ପାଇଁ ଏହା ଯେପରି ଭୋଜନ ଅଟେ। 21 ଜନ୍ମ ମଉଜରେ ରହିବା ପାଇଁ ଏହା ହେଉଛି ଶକ୍ତିଶାଳୀ ପୁଷ୍ଟିକର ଖାଦ୍ୟ। ଏହି ଭୋଜନ ସର୍ବଦା ପରସ୍ପର ଖୁଆଇ ଚାଲ। ଏହା ହେଉଛି ପରସ୍ପର ପ୍ରତି ଶ୍ରେଷ୍ଠ ଆତିଥ୍ୟତା ଅର୍ଥାତ୍ ଜବରଦସ୍ତ ଖାତିରି। ଏପରି ଆତିଥ୍ୟ ଆଉ କୌଣସି ମନୁଷ୍ୟଙ୍କର କରିପାରିବେ ନାହିଁ। ତୁମେ ସନ୍ତାନମାନେ ଶ୍ରୀମତ ଅନୁସାରେ ସମସ୍ତଙ୍କର ଆତ୍ମିକ ଆତିଥ୍ୟ କରୁଛ। କାହାକୁ ବାବାଙ୍କର ପରିଚୟ ଦେବା ହିଁ ପ୍ରକୃତ ଖୁସି ଖରାପ ହାଲଚାଲ ବୁଝିବା ଅଟେ। ମିଠା ପିଲାମାନେ ଜାଣିଛନ୍ତି, ବେହେତର ବାବାଙ୍କ ଦ୍ୱାରା ଆମକୁ ଜୀବନ ମୁକ୍ତିର ଉପହାର ମିଳୁଛି। ସତ୍ୟ ଯୁଗରେ ଭାରତ ଜୀବନ ମୁକ୍ତି ଥିଲା, ପବିତ୍ର ଥିଲା। ବାବା ବହୁତ ଶ୍ରେଷ୍ଠ ଭୋଜନ ଦେଉଛନ୍ତି। ସେଥିପାଇଁ ତ ଗାୟନ ରହିଛି ଯେ ଅତୀନ୍ଦ୍ରିୟ ସୁଖ ବିଷୟରେ ପଚାରିବାକୁ ହେଲେ ଗୋପ ଗୋପୀମାନଙ୍କୁ ପଚାର। ଏହା ଜ୍ଞାନ ଏବଂ ଯୋଗର କେତେ ଫାଷ୍ଟକ୍ଲାସ୍ ଆଶ୍ଚର୍ଯ୍ୟଜନକ ଖୁରାକ ଅଟେ ଏବଂ ଏହି ଖୁରାକ ଏକମାତ୍ର ରୁହାନୀ ସର୍ଜନଙ୍କ ପାଖରେ ରହିଛି। ଆଉ କେହି ଏହି ଖୁରାକ ବିଷୟରେ ଜାଣିନାହାନ୍ତି। ବାବା କହୁଛନ୍ତି, ମିଠା ପିଲାମାନେ ତୁମମାନଙ୍କ ପାଇଁ ହାତ ପାପୁଲିରେ ସ୍ୱର୍ଗର ଉପହାର ନେଇ ଆସିଛି। ମୁକ୍ତି ଜୀବନ ମୁକ୍ତିର ଏହି ଉପହାର ମୋ ପାଖରେ ହିଁ ରହିଥାଏ। କଳ୍ପ କଳ୍ପ ମୁଁ ହିଁ ଆସି ତୁମକୁ ଏହି ଉପହାର ଦେଉଛି। ପୁଣି ରାବଣ ଛଡ଼ାଇ ନେଇଥାଏ। ତେଣୁ ଏବେ ତୁମେ ସନ୍ତାନମାନଙ୍କର କେତେ ଖୁସିର ପାରଦ ଚଢ଼ି ରହିବା ଉଚିତ। ତୁମେ ଜାଣିଛ ଆମର ଏକମାତ୍ର ପିତା ଶିକ୍ଷକ ଓ ପ୍ରକୃତ ସଦ୍ଗୁରୁ ବାବା ହିଁ ଅଟନ୍ତି, ଯିଏ ଆମକୁ ସାଥିରେ ନେଇଯାଉଛନ୍ତି। ପରମ ପ୍ରିୟ ବାବାଙ୍କଠାରୁ ବିଶ୍ୱର ବାସା ହିଁ ମିଳୁଛି। ଏହା କ'ଣ କମ୍ କଥା କି? ତେଣୁ ପିଲାମାନଙ୍କୁ ସର୍ବଦା ହର୍ଷିତ ରହିବା ଉଚିତ। ଈଶ୍ୱରୀୟ ଛାତ୍ର ଜୀବନ ସବୁଠାରୁ ବହୁମୂଲ୍ୟବାନ ଏହି ବର୍ତ୍ତମାନ ସମୟର ହିଁ ଗାୟନ ଅଟେ ନା। ପୁଣି ନୂଆ ଦୁନିଆରେ ତୁମେ ସର୍ବଦା ଖୁସିରେ ଉତ୍ସବ ପାଳନ କରିବ। ଦୁନିଆର ମନୁଷ୍ୟମାନେ ଜାଣିନାହାନ୍ତି ଯେ ପ୍ରକୃତ ଖୁସି କେବେ ପାଳନ କରାଯିବ। ମନୁଷ୍ୟମାନଙ୍କ ପାଖରେ ତ ସତ୍ୟଯୁଗର ଜ୍ଞାନ ହିଁ ନାହିଁ, ତେଣୁ ଏହିଠାରେ ହିଁ ପାଳନ କରୁଛନ୍ତି। କିନ୍ତୁ ଏହି ପୁରୁଣା ତମ ପ୍ରଧାନ ଦୁନିଆରେ ଖୁସି କେଉଁଠୁ ଆସିବ? ଏଠାରେ ତ ତ୍ରାହି ତ୍ରାହି କରି ଚାଲିଛନ୍ତି। କେତେ ଦୁଃଖର ଦୁନିଆ ଅଟେ।
ବାବା ତୁମ ସନ୍ତାନମାନଙ୍କୁ କେତେ ସହଜ ରାସ୍ତା ବତାଉଛନ୍ତି। ଗୃହସ୍ଥ ବ୍ୟବହାର ରହି ମଧ୍ୟ କମଳ ଫୁଲ ସମାନ ରୁହ। କାମଧନ୍ଦା ଆଦି କରି ମଧ୍ୟ ମୋତେ ମନେ ପକାଇ ଚାଲ। ଯେପରି ପ୍ରେମିକ ପ୍ରେମିକା ପରସ୍ପରକୁ ମନେ ପକାଇଥାନ୍ତି। ସେ ତ ତାଙ୍କର ପ୍ରେମିକ, ଇଏ ତାଙ୍କର ପ୍ରେମିକା। ଏଠାରେ ସେ କଥା ନାହିଁ। ଏଠାରେ ତ ତୁମେ ସମସ୍ତେ ଏକମାତ୍ର ପ୍ରେମିକର ଜନ୍ମ ଜନ୍ମାନ୍ତରରୁ ପ୍ରେମିକା ହୋଇସାରିଛ। ବାବା ତୁମର କେବେ ହେଲେ ପ୍ରେମିକା ହୁଅନ୍ତି ନାହିଁ। ସେହି ପ୍ରେମିକକୁ ଆସିବା ପାଇଁ ହିଁ ତୁମେ ତାଙ୍କୁ ମନେ ପକାଉଛ। ଯେତେ ଅଧିକ ଦୁଃଖ ହୋଇଥାଏ ସେତେବେଳେ ଅଧିକ ସ୍ମରଣ କରିଥାନ୍ତି। ସେଥିପାଇଁ ଗାୟନ ମଧ୍ୟ ଅଛି, ଦୁଃଖରେ ସମସ୍ତେ ସ୍ମରଣ କରନ୍ତି, ସୁଖରେ କେହି କରିନଥାନ୍ତି। ବର୍ତ୍ତମାନ ସମୟରେ ଯେପରି ବାବା ସର୍ବଶକ୍ତିମାନ ଅଟନ୍ତି। ଦିନକୁ ଦିନ ରାବଣ ସର୍ବଶକ୍ତିମାନ ତମ ପ୍ରଦାନ ହୋଇ ଚାଲିଛି। ସେଥିପାଇଁ ଏବେ ବାବା କହୁଛନ୍ତି, ମଧୁର ସନ୍ତାନମାନେ ଦେହୀ ଅଭିମାନୀ ହୁଅ, ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର, ତା ସହିତ ଦୈବୀ ଗୁଣ ମଧ୍ୟ ଧାରଣ କର। ତେବେ ତୁମେ ଏହିପରି ଲକ୍ଷ୍ମୀ ନାରାୟଣଙ୍କ ଭଳି ହୋଇଯିବ। ଏହି ପାଠପଢ଼ାରେ ମୁଖ୍ୟ କଥା ହେଉଛି ବାବାଙ୍କୁ ମନେ ପକାଇବା। ଉଚ୍ଚରୁ ଉଚ୍ଚ ବାବାଙ୍କୁ ବହୁତ ସ୍ନେହ ପ୍ରେମରେ ମନେ ପକାଇବା ଉଚିତ। ସେହି ସର୍ବୋଚ୍ଚ ବାବା ହିଁ ନୂଆ ଦୁନିଆ ସ୍ଥାପନା କରୁଛନ୍ତି। ବାବା କହୁଛନ୍ତି, ମୁଁ ଆସିଛି ତୁମକୁ ବିଶ୍ୱର ମାଲିକ କରାଇବା ପାଇଁ। ସେଥିପାଇଁ ଏବେ ତୁମେ ମୋତେ ମନେ ପକାଇଲେ ତୁମର ଅନେକ ଜନ୍ମର ପାପ କଟିଯିବ। ପତିତ ପାବନ ବାବାକୁ କହୁଛନ୍ତି, ତୁମେ ବହୁତ ପତିତ ହୋଇଗଲାଣି। ସେଥିପାଇଁ ଏବେ ତୁମେ ମୋତେ ମନେ ପକାଇଲ। ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ। ପତିତ ପାବନ ବାବାଙ୍କୁ ହିଁ ଡାକୁଛନ୍ତି ନା। ଏବେ ବାବା ଆସିଛନ୍ତି, ତେଣୁ ନିଶ୍ଚୟ ପବିତ୍ର ହେବାକୁ ପଡ଼ିବ। ବାବା ଦୁଃଖହର୍ତ୍ତା, ସୁଖକର୍ତ୍ତା ମଧ୍ୟ ଅଟନ୍ତି। ବାସ୍ତବରେ ସତ୍ୟ ଯୁଗରେ ପବିତ୍ର ଦୁନିଆ ଥିଲା, ତେଣୁ ସମସ୍ତେ ସୁଖୀ ହିଁ ଥିଲେ। ଏବେ ବାବା ପୁନର୍ବାର କହୁଛନ୍ତି, ପିଲାମାନେ ଶାନ୍ତିଧାମ ଏବଂ ସୁଖଧାମକୁ ୟାଦ କରୁଥାଅ। ବର୍ତ୍ତମାନ ହେଉଛି ସଙ୍ଗମ ଯୁଗ। ନୌରିଆ ତୁମକୁ ଏପାରିରୁ ସେପାରିକୁ ନେଇଯାଉଛନ୍ତି। କିଛି ଗୋଟିଏ ନାଁ ନୁହେଁ, ସାରା ଦୁନିଆ ଯେପରି ଏକ ବଡ଼ ଜାହାଜ ଅଟେ, ତାକୁ ପାରି କରି ନେଇଯାଉଛନ୍ତି। ତୁମେ ମିଠା ପିଲାମାନେ କେତେ ଖୁସି ହେବା ଉଚିତ। ତୁମ ପାଇଁ ତ ସବୁବେଳେ ଖୁସି ହିଁ ଖୁସି ରହିଛି। ବେଦର ବାବା ଆମକୁ ପଢ଼ାଉଛନ୍ତି। ବାଃ, ଏକଥା ତ ନା କେବେ ଶୁଣିଛ ନା ପଢ଼ିଛ। ଭଗବାନ ଉବାଚ, ମୁଁ ତୁମକୁ ରୁହାନୀ ସନ୍ତାନମାନଙ୍କୁ ରାଜଯୋଗ ଶିଖାଉଛି। ତେଣୁ ସମ୍ପୂର୍ଣ୍ଣ ରୂପେ ଶିଖିବା ଉଚିତ, ଧାରଣ କରିବା ଦରକାର, ସମ୍ପୂର୍ଣ୍ଣ ରୂପେ ପଢ଼ିବା ଉଚିତ। ପାଠ ପଢ଼ାରେ ସର୍ବଦା କ୍ରମାନ୍ୱୟରେ ରହିଥାନ୍ତି। ନିଜକୁ ଦେଖିବା ଉଚିତ କି ମୁଁ ଉତ୍ତମ ଅଟେ ନା ମଧ୍ୟମ ନା କନିଷ୍ଠ। ବାବା କହିଛନ୍ତି, ନିଜକୁ ଦେଖ, ମୁଁ ଉଚ୍ଚ ପଦ ପାଇବାର ଯୋଗ୍ୟ ଅଟେ, ରୁହାନୀ ସେବା କରୁଛି। କାହିଁକି ନା ବାବା କହୁଛନ୍ତି, ପିଲାମାନେ ଯୋଗ୍ୟ ହେବା ପାଇଁ ସେବା କର, ବାବାଙ୍କୁ ଅନୁସରଣ କର। ମୁଁ ସେବା କରିବା ନିମନ୍ତେ ହିଁ ଆସିଛି, ପ୍ରତ୍ୟେକ ସେବା କରୁଛି। ସେଥିପାଇଁ ହିଁ ଏହି ରଥ ନେଇଛି। ଏହାଙ୍କର ରଥ ବେମାର ହୋଇଗଲେ ମୁଁ ୟାଙ୍କ ଭିତରେ ବସି ମୁରଲି ଲେଖୁଛି। ମୁଖ ଦ୍ୱାରା ତ କହିପାରିବି ନାହିଁ, ତେଣୁ ଲେଖିଦେଉଛି, ଯାହାଦ୍ୱାରା ପିଲାମାନଙ୍କର ମୁରଲି ମିସ୍ ନ ହେଉ। ତେଣୁ ମୁଁ ମଧ୍ୟ ସେବାରେ ରହିଛି ନା। ଏହା ହେଉଛି ରୁହାନୀ ସେବା। ତେଣୁ ତୁମେମାନେ ମଧ୍ୟ ବାବାଙ୍କ ସେବାରେ ଲାଗିଯାଅ, ଈଶ୍ୱର ପିତାଙ୍କର ସେବାରେ ଉପସ୍ଥିତ ହୋଇଯାଅ। ଯେଉଁମାନେ ଭଲ ପୁରୁଷାର୍ଥ ଓ ଭଲ ସେବା କରିଥାନ୍ତି ତାଙ୍କୁ ମହାବୀର କୁହାଯାଏ। ଦେଖାଯାଏ କି କେଉଁମାନେ ମହାବୀର ଅଟନ୍ତି, ଯିଏକି ବାବାଙ୍କ ନିର୍ଦ୍ଦେଶରେ ଚାଲୁଛନ୍ତି। ବାବାଙ୍କର ନିର୍ଦ୍ଦେଶ ହେଉଛି, ନିଜକୁ ଆତ୍ମା ଭାବି ଭାଇ ଭାଇକୁ ଦେଖ, ଏହି ଶରୀରକୁ ଭୁଲିଯାଅ। ବାବା ମଧ୍ୟ ଶରୀରକୁ ଦେଖୁନାହାନ୍ତି। ବାବା କହୁଛନ୍ତି, ମୁଁ ଆତ୍ମାମାନଙ୍କୁ ଦେଖୁଛି। ବାକି ଏହା ତ ଜଣାଅଛି ଯେ ଆତ୍ମା ଶରୀର ବିନା କଥା କହିପାରିବ ନାହିଁ। ମୁଁ ମଧ୍ୟ ଏହି ଶରୀରକୁ ଲୋନରେ ନେଇଛି। ଶରୀର ସହିତ ତ ହିଁ ଆତ୍ମା ପାଠ ପଢ଼ିପାରିବ। ବାବାଙ୍କର ବସିବା ସ୍ଥାନ ଏହି ଭ୍ରୁକୁଟିରେ ଅଟେ। ଏହା ହେଉଛି ଅକାଳ ତଖତ, ଆତ୍ମା ହେଉଛି ଅକାଳ ମୂରତ। ଆତ୍ମା କେବେ ଛୋଟ ବଡ଼ ହୋଇନଥାଏ, ଶରୀର ଛୋଟ ବଡ଼ ହୋଇଥାଏ। ଯେଉଁ ସବୁ ଆତ୍ମାମାନେ ଅଛନ୍ତି ସେମାନଙ୍କର ଆସନ ଏହି ଭ୍ରୁକୁଟି ଅଟେ। ଶରୀର ତ ସମସ୍ତଙ୍କର ଭିନ୍ନ ଭିନ୍ନ ହୋଇଥାଏ। କାହାର ଅକାଳ ତଖତ ପୁରୁଷର ତ କାହାର ସ୍ତ୍ରୀର ହୋଇଥାଏ, କାହାର ଅକାଳ ତଖତ ଛୋଟ ପିଲାର ହୋଇଥାଏ। ବାବା ବସି ପିଲାମାନଙ୍କୁ ରୁହାନୀ ଡ୍ରିଲ୍ ଶିଖାଉଛନ୍ତି। ଯେତେବେଳେ କାହା ସହିତ କଥାବାର୍ତ୍ତା ହେଉଛ, ତେବେ ନିଜକୁ ଆତ୍ମା ବୋଲି ଭାବ। ମୁଁ ଆତ୍ମା ଅମୁକ ଭାଇ ସହିତ କଥା ହେଉଛି, ବାବାଙ୍କର ସନ୍ଦେଶ ଦେଉଛି କି ଶିବ ବାବାଙ୍କୁ ୟାଦ କର। ୟାଦ ଦ୍ୱାରା ହିଁ ଜଙ୍କ ଛାଡ଼ିବ। ସୁନାରେ ଖାଦ ମିଶିଲେ ସୁନାର ମୂଲ୍ୟ ହିଁ କମ୍ ହୋଇଯାଇଥାଏ। ତୁମ ଆତ୍ମାରେ ମଧ୍ୟ ଜଙ୍କ ଲାଗିଯାଇଥିବାରୁ ତୁମେ ମୂଲ୍ୟହୀନ ହୋଇଯାଇଛ। ଏବେ ପୁଣି ପବିତ୍ର ହେବାକୁ ପଡ଼ିବ। ତୁମ ଆତ୍ମାମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି। ସେହି ତୃତୀୟ ନେତ୍ର ଦ୍ୱାରା ନିଜର ଭାଇମାନଙ୍କୁ ଦେଖ। ଭାଇ ଭାଇକୁ ଦେଖିବା ଦ୍ୱାରା କର୍ମେନ୍ଦ୍ରିୟ ଚଞ୍ଚଳ ହେବ ନାହିଁ। ଯଦି ରାଜ୍ୟ ଭାଗ୍ୟ ନେବାର ଅଛି, ବିଶ୍ୱର ମାଲିକ ହେବାର ଅଛି, ତେବେ ଏହି ମେହନତ କର। ଭାଇ ଭାଇ ଭାବି ସମସ୍ତଙ୍କୁ ଜ୍ଞାନ ଦିଅ।
ତେବେ ପୁଣି ଏହି ଅଭ୍ୟାସ ପକ୍କା ହୋଇଯିବ। ତୁମେ ସମସ୍ତେ ପ୍ରକୃତରେ ଭାଇ ଭାଇ ଅଟ। ବାବା ମଧ୍ୟ ଉପରୁ ଆସିଛନ୍ତି, ତୁମେ ମଧ୍ୟ ଉପରୁ ଆସିଛ। ବାବା ପିଲାମାନଙ୍କ ସହିତ ସେବା କରୁଛନ୍ତି। ସେବା କରିବା ପାଇଁ ବାବା ସାହସ ଦେଉଛନ୍ତି। ପିଲାମାନଙ୍କର ସାହସ ବାବାଙ୍କର ସହଯୋଗ। ତେଣୁ ଏହି ଅଭ୍ୟାସ କରିବାକୁ ହେବ। ମୁଁ ଆତ୍ମା ଭାଇକୁ ପଢ଼ାଉଛି। ଆତ୍ମା ପଢ଼ୁଛି ନା, ଏହାକୁ ଆତ୍ମିକ ଜ୍ଞାନ କୁହାଯାଉଛି, ଯାହା ରୁହାନୀ ବାବାଙ୍କ ଠାରୁ ହିଁ ମିଳୁଛି। ସଙ୍ଗମ ଯୁଗରେ ହିଁ ବାବା ଆସି ଏ ଜ୍ଞାନ ଦେଉଛନ୍ତି କି ନିଜକୁ ଆତ୍ମା ବୋଲି ଭାବ। ତୁମେ ଅଶରୀର ଆସିଥିଲ, ପୁଣି ଏଠାରେ ଶରୀର ଧାରଣ କରି ତୁମେ 84 ଜନ୍ମର ପାଠ ବଜାଇଛ, ଏବେ ପୁଣି ଫେରିଯିବାକୁ ହେବ। ସେଥିପାଇଁ ନିଜକୁ ଆତ୍ମା ବୋଲି ଭାବି ଭାଇ ଭାଇର ଦୃଷ୍ଟିରେ ଦେଖିବାକୁ ହେବ। ଏହି ମେହନତ କରିବାକୁ ହେବ। ନିଜକୁ ନିଜେ ପରିଶ୍ରମ କରିବାକୁ ପଡ଼ିବ। ଅନ୍ୟମାନଙ୍କ ଠାରୁ ଆମକୁ କ'ଣ ମିଳିବ? ଚାରିଟି ବିଘ୍ନିଶ ଆଟ୍ ହୋମ୍। ଦାନ ପ୍ରଥମେ ନିଜ ଘରୁ ଆରମ୍ଭ ହୁଏ, ଅର୍ଥାତ୍ ପ୍ରଥମେ ନିଜକୁ ଆତ୍ମା ଭାବ, ପୁଣି ଭାଇମାନଙ୍କୁ ବୁଝାଅ, ତେବେ ଭଲ ଭାବରେ ତୀର ଲାଗିବ। ତେବେ ନିଜେ ଭିତରେ ଏହି ଶକ୍ତି ଭରିବାକୁ ହେବ, ପରିଶ୍ରମ କରିବାକୁ ହେବ ନା, ତେବେ ଯାଇ ତ ଉଚ୍ଚ ପଦ ପାଇବ। ସେଥିପାଇଁ କିଛି ସହନ ମଧ୍ୟ କରିବାକୁ ପଡ଼ିବ। ଯେତେବେଳେ କେହି ଓଲଟା ସିଧା କଥା କହୁଛନ୍ତି, ତେବେ ତୁମେ ଚୁପ୍ ରୁହ। ତୁମେ ଚୁପ୍ ରହିଲେ ପୁଣି ଅନ୍ୟ ଜଣେ କ'ଣ କରିବ? ଦୁଇ ହାତରେ ତାଳି ବାଜିଥାଏ। ଜଣେ ମୁଖର ତାଳି ବଜାଇଲେ ଅନ୍ୟ ଜଣେ ଚୁପ୍ ରହିଯିବ, ତେବେ ସେ ସ୍ୱତଃ ଚୁପ୍ ହୋଇଯିବ। ତାଳିରେ ତାଳି ବାଜିବା ଦ୍ୱାରା ଶବ୍ଦ ବାହାରିଥାଏ। ପିଲାମାନଙ୍କୁ ପରସ୍ପର କଲ୍ୟାଣ କରିବା ଉଚିତ। ବାବା ବୁଝାଉଛନ୍ତି, ପିଲାମାନେ ସର୍ବଦା ଖୁସିରେ ରହିବାକୁ ଚାହୁଁଥିଲେ ମନମନା ବାବା ହୁଅ। ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର। ଭାଇମାନଙ୍କୁ ଅର୍ଥାତ୍ ଆତ୍ମାମାନଙ୍କୁ ଦେଖ। ତେଣୁ ପିଲାମାନଙ୍କୁ ରୁହାନୀ ଯାତ୍ରାରେ ରହିବାର ଅଭ୍ୟାସ କରିବା ଉଚିତ। ଏଥିରେ ତୁମର ହିଁ ଫାଇଦା ରହିଛି। ବାବାଙ୍କର ଶିକ୍ଷା ଭାଇମାନଙ୍କୁ ଦେବାକୁ ହେବ। ବାବା କହୁଛନ୍ତି, ମୁଁ ତୁମ ଆତ୍ମାମାନଙ୍କୁ ଜ୍ଞାନ ଦେଉଛି, ଆତ୍ମାକୁ ହିଁ ଦେଖୁଛି। ମନୁଷ୍ୟ ସହିତ କଥା ହେଲେ ତାଙ୍କର ମୁଖରୁ ଦେଖିବେ ନା, ତୁମେ ଆତ୍ମା ସହିତ କଥା ହେଉଛି, ତେଣୁ ଆତ୍ମାକୁ ହିଁ ଦେଖିବାକୁ ହେବ। ଯଦି ଶରୀର ଦ୍ୱାରା ଜ୍ଞାନ ଦେଉଛ, ତେଣୁ ଏଥିରେ ଶରୀରର ଅଭିମାନ ତ୍ୟାଗ କରିବାକୁ ପଡ଼ିଥାଏ। ତୁମର ଆତ୍ମା ଜାଣିଛି ପରମାତ୍ମା। ବାବା ଆମକୁ ଜ୍ଞାନ ଦେଉଛନ୍ତି। ବାବା ମଧ୍ୟ କହୁଛନ୍ତି, ମୁଁ ଆତ୍ମାମାନଙ୍କୁ ଦେଖୁଛି। ଆତ୍ମାମାନେ ମଧ୍ୟ କହୁଛନ୍ତି, ଆମେ ପରମାତ୍ମା ବାବାଙ୍କୁ ଦେଖୁଛୁ, ତାଙ୍କଠାରୁ ଜ୍ଞାନ ନେଉଛୁ। ଏହାକୁ ଆଧ୍ୟାତ୍ମିକ ଜ୍ଞାନର ଆଦାନ ପ୍ରଦାନ କୁହାଯାଉଛି। ଆତ୍ମାର ଆତ୍ମା ସହିତ ହିଁ ଜ୍ଞାନର ଆଦାନ ପ୍ରଦାନ ହେଉଛି। ଆତ୍ମାଠାରେ ହିଁ ଜ୍ଞାନ ରହିଛି। ଆତ୍ମାକୁ ହିଁ ଜ୍ଞାନ ଦେବାକୁ ହେବ। ଏହା ଯେପରି ଶକ୍ତି ଅଟେ, ତୁମର ଜ୍ଞାନରେ ଏହି ଶକ୍ତି ଭରିଯିବ। ତେଣୁ କାହାକୁ ବି ବୁଝାଇଲେ ତାକୁ ତୁରନ୍ତ ତୀର ଲାଗିଯିବ। ବାବା କହୁଛନ୍ତି, ଅଭ୍ୟାସ କରି ଦେଖ, ତୀର ଲାଗୁଛି ନା। ଏହି ନୂଆ ପ୍ରକାରର ଅଭ୍ୟାସ କଲେ ପୁଣି ଶରୀରର ଅଭିମାନ ତୁଟିଯିବ। ମାୟା ତ ତୋଫାନ କମ୍ ଆସିବ। ଖରାପ ସଂକଳ୍ପ ଆସିବ ନାହିଁ। ବିକାରୀ ଦୃଷ୍ଟି ମଧ୍ୟ ରହିବ ନାହିଁ। ମୁଁ ଆତ୍ମା 84ର ଚକ୍ର ଲଗାଇଛି। ଏବେ ନାଟକ ପୁରା ହେଉଛି। ବର୍ତ୍ତମାନ ବାବାଙ୍କ ୟାଦ ରହିବାକୁ ପଡ଼ିବ। ୟାଦ ଦ୍ୱାରା ହିଁ ତମ ପ୍ରଧାନରୁ ସତ ପ୍ରଧାନ ହୋଇ ସତ ପ୍ରଧାନ ଦୁନିଆର ମାଲିକ ହୋଇଯିବ। ଏହା କେତେ ସହଜ କଥା। ବାବା ଜାଣିଛନ୍ତି, ପିଲାମାନଙ୍କୁ ଏହି ଶିକ୍ଷା ଦେବା ମଧ୍ୟ ମୋର ପାଠ ଅଟେ। କୌଣସି ନୂଆ କଥା ନୁହେଁ। ପ୍ରତି 5000 ବର୍ଷ ପରେ ମୋତେ ଆସିବାକୁ ପଡ଼ୁଛି। ଏଥିପାଇଁ ମୁଁ ବନ୍ଧା ହୋଇଛି। ପିଲାମାନଙ୍କୁ ବସି ବୁଝାଉଛି, ମିଠା ମିଠା ପିଲାମାନେ ରୁହାନୀ ୟାଦରେ ଯାତ୍ରାରେ ରୁହ, ତେବେ ଅନ୍ତମତି ସ୍ୱଗତି ହୋଇଯିବ। ଏହା ଅକାଳତକତ ଅଟେ, ଅନ୍ତକାଳ ଅଟେ ନା। ମୋତେ ମନେ ପକାଇଲେ ତୁମର ସଦ୍ଗତି ହୋଇଯିବ। ୟାଦର ଯାତ୍ରା ଦ୍ୱାରା ସ୍ଥିତି ମଜବୁତ ହେବ। ଏହି ଦେଇ ଅଭିମାନୀ ହେବାର ଶିକ୍ଷା ଥରେ ମାତ୍ର ତୁମ ପିଲାମାନଙ୍କୁ ମିଳୁଛି। କେତେ ଆଶ୍ଚର୍ଯ୍ୟଜନକ ଜ୍ଞାନ! ବାବା ଚମତ୍କାର ଅଟନ୍ତି, ତେଣୁ ତାଙ୍କର ଜ୍ଞାନ ମଧ୍ୟ ଚମତ୍କାର ଅଟେ। ଏହି ଜ୍ଞାନକୁ ବାବାଙ୍କ ବ୍ୟତୀତ ଅନ୍ୟ କେହି କେବେ ହେଲେ ବୁଝାଇ ପାରିବେ ନାହିଁ। ଏବେ ଘରକୁ ଫେରିବାକୁ ହେବ। ସେଥିପାଇଁ ବାବା କହୁଛନ୍ତି, ମଧୁର ପିଲାମାନେ ଏହି ଅଭ୍ୟାସ କର। ନିଜକୁ ଆତ୍ମା ଭାବି ଆତ୍ମାମାନଙ୍କୁ ଜ୍ଞାନ ଦିଅ। ତୃତୀୟ ନେତ୍ର ଦ୍ୱାରା ଭାଇ ଭାଇକୁ ଦେଖିବାକୁ ହେବ। ଏହା ହିଁ ସବୁଠାରୁ ବଡ଼ ମେହନତର କାର୍ଯ୍ୟ। ଏହା ହେଉଛି ତୁମ ବ୍ରାହ୍ମଣମାନଙ୍କର ସର୍ବୋତ୍ତମ ସର୍ବୋଚ୍ଚ କୁଳ। ବର୍ତ୍ତମାନ ତୁମର ଜୀବନ ଅମୂଲ୍ୟ ଅଟେ। ସେଥିପାଇଁ ଏହି ଶରୀର ମଧ୍ୟ ଯତ୍ନ ନେବାକୁ ପଡ଼ିବ। ତମ ପ୍ରଦାନ ହୋଇଯାଇଥିବା ଯୋଗୁଁ ଶରୀରର ଆୟୁଷ ମଧ୍ୟ କମ୍ ହୋଇଗଲାଣି। ବର୍ତ୍ତମାନ ତୁମେ ଯେତେ ଯୁଗରେ ରହିବ, ସେତେ ଆୟୁ ବଢ଼ିବ। ସତ୍ୟ ଯୁଗରେ ତୁମର ଆୟୁ ବଢ଼ି ବଢ଼ି 150 ବର୍ଷ ହୋଇଯିବ। ସେଥିପାଇଁ ଶରୀରରେ ମଧ୍ୟ ଯତ୍ନ ନେବାକୁ ହେବ। ଏହିପରି ନୁହେଁ, ଏହା ତ ମାଟିର ପିତୁଳା ଅଟେ, ଏହା ନଷ୍ଟ ହୋଇଯାଉ। ନା ନା, ଏହାକୁ ବଞ୍ଚାଇ ରଖିବାକୁ ପଡ଼ିବ। ଏହା ଅମୂଲ୍ୟ ଜୀବନ ଅଟେ ନା। କେହି ବିମାର ହୋଇଗଲେ ତାଙ୍କ ଉପରେ ବିରକ୍ତ ହେବା ଅନୁଚିତ। ତାଙ୍କୁ ମଧ୍ୟ କୁହ, ଶିବ ବାବୁଙ୍କୁ ୟାଦ କର। ଯେତେ ୟାଦ କରିବେ ସେତେ ତାଙ୍କର ପାପ କଟି ଚାଲିବ।
ତାଙ୍କର ସେବା କରିବା ଉଚିତ। ବଞ୍ଚିଥାନ୍ତୁ ଶିବ ବାବାଙ୍କୁ ୟାଦ କରୁଥାନ୍ତୁ। ଆତ୍ମା ମଧ୍ୟରେ ଏ ଜ୍ଞାନ ତ ରହୁଛି ନା, ମୁଁ ବାବାଙ୍କୁ ୟାଦ କରୁଛି। ଆତ୍ମା ମନେ ପକାଉଛି ବାବାଙ୍କ ଠାରୁ ସମ୍ପତ୍ତି ପାଇବା ପାଇଁ। ଆଚ୍ଛା, ମିଠେ ମିଠେ ଶିଖିଲା ଦେ ସନ୍ତାନମାନଙ୍କ ପ୍ରତି ପୁରୁଷାର୍ଥର କ୍ରମାନୁସାରେ ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର 1. ନିଜକୁ ନିଜେ ଦେଖ। ମୁଁ ପୁରୁଷାର୍ଥରେ ଉତ୍ତମ, ମଧ୍ୟମ ନା କନିଷ୍ଠ? ମୁଁ ଉଚ୍ଚ ପଦ ପାଇବା ପାଇଁ ଯୋଗ୍ୟ ଅଟେ? ମୁଁ ଆତ୍ମିକ ସେବା କରୁଛି ତ? 2. ତୃତୀୟ ନେତ୍ର ଦ୍ୱାରା ଆତ୍ମା ଭାଇକୁ ଦେଖ। ଆତ୍ମା ଆତ୍ମା ଭାଇ ଭାଇ ମନେକରି ସମସ୍ତଙ୍କୁ ଜ୍ଞାନ ଦିଅ। ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କରିବା ଦ୍ୱାରା କର୍ମେନ୍ଦ୍ରିୟ ଗୁଡ଼ିକ ଚଞ୍ଚଳ ହେବ ନାହିଁ। ବ୍ରହ୍ମା ବାବାଙ୍କ ସମାନ ମହାତ୍ୟାଗ ଦ୍ୱାରା ମହାନ ଭାଗ୍ୟ ନିର୍ମାଣ କରୁଥିବା ଫରିସ୍ତା ତଥା ବିଶ୍ୱ ମହାରାଜା ହୁଅ। ଫରିସ୍ତା ତଥା ବିଶ୍ୱ ମହାରାଜା ହେବାର ବରଦାନ ସେହି ପିଲାମାନଙ୍କୁ ପ୍ରାପ୍ତ ହୋଇଥାଏ ଯେଉଁମାନେ ବ୍ରହ୍ମା ବାବାଙ୍କ ପ୍ରତି କର୍ମରୂପୀ ପାଦଚିହ୍ନ ଉପରେ ପାଦ ରଖି ଚାଲିଛନ୍ତି, ଅର୍ଥାତ୍ ତାଙ୍କୁ ଅନୁକରଣ କରିଥାନ୍ତି, ଯେଉଁମାନଙ୍କର ମନ, ବୁଦ୍ଧି ଏବଂ ସଂସ୍କାର ସର୍ବଦା ବାବାଙ୍କ ପାଖରେ ସମର୍ପିତ ଅଟେ। ଯେପରି ବ୍ରହ୍ମା ବାବା ଏହି ମହାତ୍ୟାଗ ଦ୍ୱାରା ମହାନ ଭାଗ୍ୟ ପ୍ରାପ୍ତ କରିଥିଲେ, ଅର୍ଥାତ୍ ନମ୍ବର 1 ସମ୍ପୂର୍ଣ୍ଣ ଫରିସ୍ତା ଏବଂ ନମ୍ବର 1 ବିଶ୍ୱ ମହାରାଜା ହୋଇଗଲେ, ସେହିପରି ତାଙ୍କୁ ଅନୁକରଣ କରୁଥିବା ପିଲାମାନେ ମଧ୍ୟ ମହାନ ତ୍ୟାଗୀ ଏବଂ ସର୍ବସ୍ୱ ତ୍ୟାଗୀ ହୋଇଥାନ୍ତି। ସେମାନେ ନିଜର ସଂସ୍କାରକୁ ମଧ୍ୟ ବିକାର ଗୁଡ଼ିକର ବଂଶକୁ ତ୍ୟାଗ କରି ଦେଇଥାନ୍ତି। ସ୍ଲୋଗାନ: ଏବେ ସମସ୍ତ ବିନାଶୀ ଆଧାର ଗୁଡ଼ିକ ମୂଲ୍ୟହୀନ ହୋଇଯିବ, ତେଣୁ ଏକମାତ୍ର ବାବାଙ୍କୁ ହିଁ ନିଜର ଆଧାର କରିନିଅ। हमने प्यार वो पाया जो दुनिया पा नहीं सकती। ମୁଁ ବିଶେଷ ଆତ୍ମା ଅଟେ। ମୁଁ ନମ୍ବର 1 ଆତ୍ମା ଅଟେ। ମୁଁ ପରମାତ୍ମା ସ୍ନେହୀ ଆତ୍ମା ଅଟେ।